ଛାଗଳର ଦୃଷ୍ଟାନ୍ତ। ବିଶ୍ୱନାଥ ତ ତାଙ୍କ ପିଲାକାଳରୁ ଅନେକ ମେହନତ କରି ସମ୍ପତ୍ତି ବାଡ଼ି ସବୁ କରିଥିଲେ। ତାଙ୍କର ଜମିବାଡ଼ି ଥିଲା। ସେ ଟଙ୍କା ପଇସା ବି କରଜ ଲଗାଇ ସୁଧ ପାଉଥିଲେ। ତା ଛଡ଼ା ତାଙ୍କର ଗୋଟାଏ ଦୋକାନ ବି ଥିଲା। ଏହିପରି ଭାବେ ତିନି ଦିଗରୁ ତାଙ୍କର ଭଲ ଆୟ ହେଉଥିଲା। ବିଶ୍ୱନାଥ କେବେ ବି କାହାରି ପ୍ରତି ଅନ୍ୟାୟ କରୁନଥିଲା। ରାମନାଥ ବିଶ୍ୱନାଥଙ୍କର ଗୋଟିଏ ବୋଲି ପୁଅ, ଯିଏକି ଯୁବା ବୟସରେ ମରିଯାଇଥିଲେ। ତେବେ ସେ ରାମନାଥଙ୍କର ତିନୋଟି ପୁଅ ଥିଲେ। ବିଶ୍ୱନାଥ ସେମାନଙ୍କୁ ବହୁତ ସ୍ନେହ କରୁଥିଲେ। ସେମାନଙ୍କୁ ସେ ପାଠ ବି ପଢ଼ାଇଲେ। ସେମାନଙ୍କ ସବୁ ଆବଦାର ସେ ସହ୍ୟ କରୁଥିଲେ। ତାଙ୍କର ଆଶା ଥିଲା କି ଭବିଷ୍ୟତରେ ଏହି ତିନି ନାତି ହିଁ ତାଙ୍କ ବେପାରର ତିନି ଶାଖା ପରିଚାଳନା କରିବେ। ଯଥା ସମୟରେ ସେ ବିଶ୍ୱନାଥ ତାଙ୍କ ବଡ଼ ନାତିକୁ ଜମିଜମା ଦେଖିବା ଦାୟିତ୍ୱ ଦେଲେ। ମଝିଆ ନାତି ଉପରେ କରଜ ଦେବା ଓ ଅସୁଲ କରିବା କାର୍ଯ୍ୟ ନ୍ୟସ୍ତ କଲେ। ସବା ସାନ ନାତିକୁ ଦୋକାନ ଦେଖିବାକୁ ସେ କହିଲେ। ବିଶ୍ୱନାଥ ତାଙ୍କ ନାତିମାନଙ୍କୁ କହିଦେଲେ, ମୁଁ ତ ଆସି ବୁଢ଼ା ହେଲିଣି, ଆଉ ଏସବୁ ଦେଖାଶୁଣା କରିବା ମୋ ପକ୍ଷରେ ସମ୍ଭବପର ନୁହେଁ। ଯାହା କରିବାର ଏବେ ତୁମେମାନେ ହିଁ କର। ଏକଥା ଶୁଣି ତାଙ୍କ ନାତିମାନେ କହିଲେ, ହଁ ହଁ, ଭଲ କଥା। ତମେ ଏ ବିଷୟରେ ଏସବୁ ଧନ୍ଦାକୁ ନେଇ ଖଟୁଥିବ, ଆମେ ବି ତାହା ଚାହୁଁନୁ। ତେଣୁ ତମେ ଏଣିକି ଆରାମ କର। ସେମାନଙ୍କ କଥା ଶୁଣି ବିଶ୍ୱନାଥ ଖୁସି ହେଲେ। ବାସ୍ତବିକ ସେ କାମ ଦେଖାଶୁଣା କରିବା ବନ୍ଦ କଲେ। ତେବେ ସେ ଅଳସୁଆ ଭାବରେ ବସିବା ଲୋକ ନୁହନ୍ତି। ଘର ଚାରିପଟେ ସେ ଫଳ ଫୁଲ ଉପୁଜାଇବାରେ ମନ ଦେଲେ। ଚାହୁଁ ଚାହୁଁ ଗୋଟିଏ ସୁନ୍ଦର ଉଦ୍ୟାନ ଗଢ଼ି ଉଠିଲା। ତେଣେ ନାତିମାନେ ନିଜ ନିଜ ଦାୟିତ୍ୱ ତୁଲାଇବାରେ ମନ ଦେବା ତ ଦୂରର କଥା, ଜଣେ ମିତ୍ର ଘରେ ବସି ତାସ ଖେଳିବାରେ ସେମାନଙ୍କର ସବୁ ସମୟ ଯାଏ। ଅନ୍ୟବେଳେ ସେମାନେ ଶୋଇଥାନ୍ତି। ଏତେ ନିଦ ସେମାନଙ୍କୁ କେଉଁଠୁ ଯେ ଆସେ, ସେ କଥା ଆଜୀବନ ପରିଶ୍ରମ କରୁଥିବା ବିଶ୍ୱନାଥ ମୋଟେ ଠଉରାଇ ପାରନ୍ତି ନାହିଁ। ଜେଜେବାପା ନିଜେ କିଛି ଦେଖୁନଥିବାରୁ ସେମାନେ ଭାବୁଥିଲେ ସେ କିଛି ବି ବୁଝିପାରୁନାହାନ୍ତି। କିନ୍ତୁ ସେ ତାଙ୍କ ଅଭିଜ୍ଞତା ଓ ବିଚକ୍ଷଣତା ଦ୍ୱାରା ସବୁ ଦେଖୁଥିଲେ। କିନ୍ତୁ ସେ କାହାକୁ କିଛି ବି କହୁନଥିଲେ। ବଡ଼ ନାତି ଜମିଜମା ଦାୟିତ୍ୱ ଜଣେ ଗ୍ରାମବାସୀଙ୍କୁ ଦେଇ ଦେଇଥାଏ। ସେ ଯେତେ ସମ୍ଭବ ନିଜେ ନେଇଯାଏ ଓ ଅଳ୍ପ କିଛି ମାଲିକକୁ ଦିଏ। ମଝି ନାତି ଜଣେ ଗୋମାସ୍ତା ରଖି ତା ଦ୍ୱାରା ଟଙ୍କା କାରବାର ଚାଲୁ ରଖୁଥାଏ। ସାନ ନାତି ଦୋକାନରେ ଜଣେ କର୍ମଚାରୀ ନିଯୁକ୍ତ କରିଥାଏ। ତେଣୁ ସବୁଥିରୁ ଆୟ କମି କମି ଆସୁଥାଏ। ମାତ୍ର ସେଥିପାଇଁ ନାତିମାନେ ଚିନ୍ତା କରନ୍ତୁ ବା ନ କରନ୍ତୁ, ହେଲେ ସେମାନେ କାର୍ଯ୍ୟରେ କିଛି ବି କରୁନଥାନ୍ତି। ବିଶ୍ୱନାଥ ସବୁ ଦେଖୁଥାନ୍ତି, କିନ୍ତୁ କିଛି ବି କହୁନଥାନ୍ତି। କାରଣ କେତେ ଦିନ ଧରି ସେ ଆଉ କହିବେ? ଯେ କୌଣସି ଦିନ ତ ପୁଣି ତାଙ୍କୁ ମୃତ୍ୟୁ ଡାକି ନେଇଯିବ। ତାପରେ ନାତିମାନେ ଯାହା ଇଚ୍ଛା ତାହା କରୁଥାନ୍ତି। ଏପରି ଭାବି ସେ ନିଜ ବଗିଚାକୁ ନେଇ ଖୁସି ରହିବାର ଚେଷ୍ଟା କଲେ। ତେବେ ସେହି ବଗିଚା ପ୍ରତି ଗୋଟାଏ ବିପଦ ଦେଖାଦେଲା। ତାଙ୍କ ପଡ଼ୋଶୀ ସୁବୁଧି ଗୋଟାଏ ଦୁଧ ବେପାର ଆରମ୍ଭ କଲା। ସେ ଗାଈ ଓ ଛେଳି ରଖିଥାଏ। ବିଶ୍ୱନାଥଙ୍କ ବାଡ଼ ଅତିକ୍ରମ କରି ତା ଗାଈମାନେ ପଶି ପାରନ୍ତି ନାହିଁ। କିନ୍ତୁ ଛେଳିମାନେ ପଶି ଆସି ଫଳ ଫୁଲ ନଷ୍ଟ କରିବାକୁ ଆରମ୍ଭ କଲେ। ବିଶ୍ୱନାଥ ପ୍ରଥମେ ବାଡ଼ ଶକ୍ତ କଲେ। ସେଥିରେ 3-4 ଦିନ ଗଛଲତା ନିରାପଦ ରହିଲା। ମାତ୍ର ତାପରେ ଛେଳିମାନେ ପୁଣି ତାଙ୍କ ସିଂହ ଦ୍ୱାରା ବାଡ଼ ଆଡ଼େଇ ନହେଲେ ତାଟି ଆଡ଼େଇ ଭିତରକୁ ପଶିଲେ। ତାଟିକୁ ସେମାନେ ଯେପରି କୌଶଳରେ ଗଭୀର ଧୈର୍ଯ୍ୟ ସହ ଆଡ଼େଇ ଆଡ଼େଇ ଆସୁଥାନ୍ତି, ସେଥିରେ ବିଶ୍ୱନାଥ ବେଶ୍ ଆମୋଦିତ ଓ ବିସ୍ମିତ ଅନୁଭବ କରୁଥାନ୍ତି। ସେ ଅନେକ ସମୟରେ ସେମାନଙ୍କୁ ନିରୀକ୍ଷଣ କରୁଥାନ୍ତି। ବିଶ୍ୱନାଥ ସୁବୁଧିଙ୍କୁ ଡାକି କହିଲେ, ତମ ଛେଳିଗୁଡ଼ାଙ୍କୁ ଆକଟରେ ରଖ। ମୋ ଗଛଲତା ଉପରେ ବଡ଼ ଉପଦ୍ରବ କରୁଛନ୍ତି। ସୁବୁଧି ନମ୍ର ଭାବରେ କହିଲା, ଆଜ୍ଞା, ଛେଳିଗୁଡ଼ାଙ୍କ କଥା ଆଉ କୁହନ୍ତୁ ନାହିଁ। ଆପଣଙ୍କର 3ଟା ଭେଣ୍ଡିଆ ନାତି ଯେଉଁ ସ୍ଥଳେ ସେମାନଙ୍କୁ ଦୂରେଇ ରଖିପାରୁ ନାହାନ୍ତି, ମୁଁ ଏକୁଟିଆ ବା କେଉଁ ଛାର? ଏକଥା ଶୁଣି ବିଶ୍ୱନାଥ ଆଉ କିଛି ବି କହିଲେ ନାହିଁ। ବାସ୍ତବିକ ତାଙ୍କ 3 ନାତିଯାକ ଯଦି ଏପରି ଅଳସୁଆ ଓ ଦାୟିତ୍ୱହୀନ ହୋଇ ନଥାନ୍ତେ, ତେବେ କ'ଣ ଛେଳି କେବେ ତାଙ୍କ ଅନିଷ୍ଟ କରିପାରନ୍ତା? ସୁବୁଧି ତ ଯେତେ ଯାହା ହେଲେ ବି
ମେହନତ କରୁଛି, ଆଉ ସେ ଯେ ଇଚ୍ଛା କରି ତାଙ୍କ ବଗିଚା ଭିତରକୁ ଛେଳି ପୁରାଇ ଦେଉଛି ତାହା ବି ନୁହେଁ। ତେଣୁ ତାକୁ ଦୋଷ ଦେଇ ଲାଭ ବା କ'ଣ? ବିଶ୍ୱନାଥ ଏହାପରେ ନିଜ ବାଡ଼କୁ ଆହୁରି ଦୃଢ଼ କଲେ। ତେଣିକି ଛେଳିମାନେ ଫାଟକ ଦଇବାତ ଖୋଲା ଥିଲେ ପଶିଲେ, ନହେଲେ ଫାଟକ ଉପର ଦେଇ ଲମ୍ଫ ଦେଇ ପଶିଲେ। ବିଶ୍ୱନାଥ ପୁଣି ଗୋଟାଏ ବୁଦ୍ଧି କଲେ। ସେ ଫାଟକ ପାଖରେ ଗୋଟିଏ ଗାଢ଼ ଖୋଳିଲେ। ଗାଢ଼ ଉପରେ ଲୁହା ପାଇପ୍ ପକାଇଲେ। ସେ ଲୁହା ପାଇପ୍ ଉପର ଦେଇ କେବଳ ମଣିଷ ହିଁ ଯିବେ, କିନ୍ତୁ ତାର ଗୋଲେଇ ଉପରେ ଛେଳି ଗୋଡ଼ ରଖିଲେ ନିଶ୍ଚୟ ସେ ଖସିଯିବ। ଛେଳିମାନେ ଆଉ ଫାଟକ ଡେଇଁବାକୁ ସାହସ କଲେ ନାହିଁ। ଫାଟକ ବି ପ୍ରାୟ ସବୁବେଳେ ବନ୍ଦ ରହିଥାଏ। ଦିନେ ବିଶ୍ୱନାଥ ଦେଖିଲେ, ଗୋଟାଏ ଛେଳି ଫାଟକ ଉପରେ ଦେଇ ଲମ୍ଫ ଦେଲା, କିନ୍ତୁ ଦୈବାତ୍ ସେ ଆସି ଲୁହା ପାଇପ୍ ସବୁ ଉପରେ ପଡ଼ିଲା। ଫଳରେ ତହିଁରେ ତା ଗୋଡ଼ ଲଟକି ଗଲା। ଏଣୁ ସେ ରଡ଼ି ଛାଡ଼ିଲା। ବିଶ୍ୱନାଥ ଯାଇ ତାକୁ ଉଠାଇ ଫାଟକ ବାହାରେ ଛାଡ଼ିଲେ। ପରଦିନ ଛେଳି ପୁଣି ସେଇ ଏକା କାମ କଲା ଓ ଲୁହା ପାଇପ୍ ସନ୍ଧିରେ ତା ଗୋଡ଼ ଅଟକି ଯିବାରୁ ରଡ଼ି ଛାଡ଼ିଲା। ବିଶ୍ୱନାଥ ପୁଣି ଯାଇ ତାକୁ ଉଦ୍ଧାର କରି ଆର ପାଖରେ ଛାଡ଼ିଲେ। କିନ୍ତୁ ତୃତୀୟ ଦିନ ଛେଳି ଲମ୍ଫ ଦେଇ ସେ ଗାଢ଼ ଅତିକ୍ରମ କରି ଖାଲି ମାଟିରେ ଆସି ଠିଆ ହେଲା ଓ ଆରାମରେ ଯାଇ ଗଛଲତା ଖାଇବାକୁ ଆରମ୍ଭ କଲା। ବିଶ୍ୱନାଥ ଠିଆ ହୋଇ ରହି ସେ ଦୃଶ୍ୟକୁ ଲକ୍ଷ୍ୟ କରିବାକୁ ଲାଗିଲେ। ସେ ଖାଇ ଚାଲିଲା। ଠିକ୍ ସେତିକିବେଳେ ତିନି ନାତି ତାସ ଖେଳ ଶେଷ କରି ସେଠି ପହଞ୍ଚି ସେମାନେ ବି ସେ ଦୃଶ୍ୟ ଦେଖିଲେ। ତାପରେ ସେମାନେ କହିଲେ, ଜେଜେବାପା, ଇଏ କ'ଣ? ଛେଳି ସବୁ ଖାଇଯାଉଛି, ହେଲେ ତମେ ତାକୁ କିଛି ବି କହୁନାହଁ। ତହୁଁ ବିଶ୍ୱନାଥ କହିଲେ, ଏ ଛେଳି 3 ଦିନ ଧରି ଅଧ୍ୟବସାୟ କରି ଆଜି ଡେଇଁବାରେ ସଫଳ ହୋଇଛି। ତେଣୁ ମୁଁ ଏହାର ପରିଶ୍ରମ ପ୍ରତି ସମ୍ମାନ ଦେଖାଇବା କଥା। ଓଲଟି ତାକୁ ମୁଁ ତଡ଼ିବି କାହିଁକି? ଜୀବନରେ ଅଳସୁଆଙ୍କ ଭରଣ ପୋଷଣ କରି ଯେତିକି ପାପ ମୁଁ କରିଛି, ଏ ଛେଳି ପ୍ରତି ସମ୍ମାନ ଦେଖାଇ ସେ ପାପର ମୁଁ କିଞ୍ଚିତ୍ ପ୍ରାୟଶ୍ଚିତ କରୁଛି। ସବୁ ସମ୍ପତ୍ତି ମୁଁ ପରିଶ୍ରମ କରି ଉପାର୍ଜନ କରିଛି। ଯିଏ ପରିଶ୍ରମ କରିବ, ମୋ ସମ୍ପତ୍ତି ଉପରେ କେବଳ ତାହାରି ହିଁ ଅଧିକାର। ଆଜି ଛେଳିକୁ ପାଇଲି, ଅନ୍ୟ ଯୋଗ୍ୟ ଉତ୍ତରାଧିକାରୀ ବି ପାଇବି। ଜେଜେଙ୍କଠାରୁ ଏଭଳି କଟୁ ମନ୍ତବ୍ୟ ଶୁଣି ତାଙ୍କ 3 ନାତି ଲଜ୍ଜାରେ ମୁଣ୍ଡ ତଳକୁ କରି ଚାଲିଗଲେ। ସେମାନଙ୍କର ଏଥର ହେତୁ ହେଲା, ଜେଜେବାପା ସେମାନଙ୍କୁ ତାଙ୍କ ସମ୍ପତ୍ତିରୁ ବଞ୍ଚିତ କରିବା କିଛି ବି ଅସମ୍ଭବ ନୁହେଁ। ଏଣିକି ସେମାନେ ପରିଶ୍ରମ କରି ନିଜ ନିଜ କାମ ସମ୍ଭାଳିବାକୁ ଲାଗିଲେ।